ଆଜି ପବିତ୍ର ଗୁରୁ ଦିବସ। 1962 ମସିହାଠାରୁ ପ୍ରତିବର୍ଷ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ଜନ୍ମଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। କାରଣ ସେ ଥିଲେ ଶିକ୍ଷାବିତ୍, ବିଦ୍ୱାନ, ଚିନ୍ତାନାୟକ ଏବଂ ଦାର୍ଶନିକ। ତେବେ ଗୁରୁ ଶିଷ୍ୟର ସମ୍ପର୍କ ଅଧୁନା ବହୁ ବିଡ଼ମ୍ବନା ଭିତରେ ଗତି କରୁଥିଲା ବେଳେ ମନରେ ପ୍ରଶ୍ନ ଉଠୁଛି, ଗୁରୁ କିଏ? ଏ ସମ୍ପର୍କରେ ସ୍ପଷ୍ଟ କରିଦେଇଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର। ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ୟ ସେହି ପାଇବାକୁ ଗୁରୁ ବ୍ୟବହାର। ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ। ଅନନ୍ତ ଜଗତ ଯେଣୁ ଧରି ଗୁରୁ ବେଶ, ମାନବକୁ ଦେଇଥାଏ ନୀତି ଉପଦେଶ। ଯାହା ଦେଖ ଅଛି ତହିଁ ଶିଖିବାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ ନତ କରି ମଥା। ଯେଦିନୁ ମାନବ ଜାତି ସମ୍ଭୂତ ଜଗତେ, ସେଦିନୁ ଚାଲିଛି ତାର ଶିକ୍ଷା ଅବିରତେ। ଏଣୁ ମଣିଷ ଜୀବନର ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଗୁରୁ ଉଭା ହୁଅନ୍ତି, କାରଣ ସମସ୍ତଙ୍କଠାରୁ କିଛି ନା କିଛି ଶିଖିବାର ଅଛି। ଜଳଠାରୁ ପରୋପକାର, ବାୟୁଠାରୁ ଅନାସକ୍ତି ଭାବ, ସୂର୍ଯ୍ୟଠାରୁ ସମଭାବାପନ୍ନ ଭାବ, ଅଜଗରଠାରୁ ଧ୍ୟାନମଗ୍ନତା, ମୌମାଛିଠାରୁ ନିର୍ଯାସ ସଂଗ୍ରହ। ଏହିପରି ଜୀବନ ଚାଲିଥାଏ। ଦିନେ ଗୋପୀମାନେ କୁଞ୍ଜରେ ଶ୍ରୀକୃଷ୍ଣଙ୍କର ଅପେକ୍ଷାରେ ରହି ଧୈର୍ଯ୍ୟହରା ହୋଇପଡ଼ିଥିଲେ। କୃଷ୍ଣ ବିଳମ୍ବରେ ଆସିଲେ। ଗୋପୀଏ ପଚାରିଲେ ବିଳମ୍ବର କାରଣ? ଶ୍ରୀକୃଷ୍ଣ କହିଲେ, ମୁଁ ମୋର ଗୁରୁ ଦୁର୍ବାସାଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲି, ଏଣୁ ଫେରିବାରେ ବିଳମ୍ବ ହେଲା। ଶ୍ରୁତିରୂପା ଗୋପୀ ପଚାରିଲେ, ଆପଣଙ୍କର ପୁଣି ଗୁରୁ କିଏ? ଏହି ଶ୍ରୁତିରୂପା ଗୋପୀମାନେ ହେଉଛନ୍ତି ସେଇମାନେ ଯେଉଁମାନେ ବେଦାଭିମାନୀ ଦେବବ୍ରହ୍ମ ସମ୍ବନ୍ଧ ସିଦ୍ଧ କରି ଗୋକୁଳରେ ଜନ୍ମ ହୋଇଥିଲେ। ଶ୍ରୀକୃଷ୍ଣ ଉତ୍ତର ଦେଲେ, ଦୁର୍ବାସା ମୋର ବ୍ରହ୍ମବିଦ୍ୟାର ଗୁରୁ। ଋଷି ରୂପା ଗୋପୀଏ କହିଲେ, ଏମାନେ ପୂର୍ବଜନ୍ମରେ ଋଷି ଥିଲେ। ଆପଣଙ୍କ ଗୁରୁ ସତରେ କେଡ଼େ ମହାନ ହେଇନଥିବେ, ତାଙ୍କୁ ଆମେ ଭୋଜନ ଦେବୁ। ଶ୍ରୀକୃଷ୍ଣ କହିଲେ, ମୋ ଗୁରୁଙ୍କୁ ବେଶୀ ଭୋକ ଲାଗେ ନା, କେବଳ ଦିନରେ ଥରେ ଦୁବଘାସର ରସ ପିଅନ୍ତି। ତେବେ ତୁମମାନଙ୍କର ଭକ୍ତି ଯଦି ଶୁଦ୍ଧ ହେଇଥିବ, ତୁମଠାରୁ ଆହାର ଗ୍ରହଣ କରିପାରନ୍ତି। ଗୋପୀମାନେ ବିଭିନ୍ନ ସୁମିଷ୍ଟ ଫଳମୂଳ ନେଇ ଯମୁନା ନଦୀର ଅପର ପାର୍ଶ୍ୱରେ ଥିବା ମୁନିଙ୍କ ଆଶ୍ରମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। କିନ୍ତୁ ଯମୁନାରେ ସେତେବେଳେ ପ୍ରବଳ ବନ୍ୟା। ଗୋପୀଏ ଯିବେ କିପରି? ଶ୍ରୀକୃଷ୍ଣ କହିଲେ, ଯଦି ଯମୁନାକୁ ମୋ ନାଁ କହିବ, ସେ ଦୁଇ ଭାଗ ହେଇଯିବ। କାମରୂପା ଗୋପୀଏ କହିଲେ, ତୁ ତ ହଜାର ହଜାର ଗୋପୀଙ୍କ ମେଳରେ ଗୀତନାଟ କରୁଛୁ, ଯମୁନା ପରି ପବିତ୍ର ନଦୀ ତୋ କଥା ମାନିବ କେମିତି? ତୁ ଏମିତି କିଏ କି? ଶ୍ରୀକୃଷ୍ଣ କହିଲେ, ତମେ ଯାଇ ଯମୁନାକୁ କହିବ, କୃଷ୍ଣ ଏତେ ଗୋପୀ ମେଳରେ ଥାଇ ମଧ୍ୟ ବାଳ ବ୍ରହ୍ମଚାରୀ। ଏକଥା ଯଦି ସତ୍ୟ, ତେବେ ତମେ ଦୁଇ ଭାଗ ହେଇଯାଅ। ଗୋପୀଏ ସେୟା କହିବାରୁ ଯମୁନା ଦ୍ୱିତୀୟ ଥର ପାଇଁ ଦୁଇ ଭାଗ ହେଇଗଲା। ପ୍ରଥମ ଥର ବସୁଦେବ ଶିଶୁ କୃଷ୍ଣଙ୍କୁ ଖଟୁଳିରେ ବୋହି ଗୋପପୁରକୁ ଯିବାବେଳେ ଯମୁନା ଦୁଇ ଭାଗ ହେଇଯାଇଥିଲା। ଗୋପୀଏ ଜାଣିଲେ କୃଷ୍ଣ ତାଙ୍କର ପ୍ରେମର ଆଧାର ବି, ଜ୍ଞାନର ମାର୍ଗ ବି। ସେମାନେ ଲଜ୍ଜିତ ହେଲେ। ଏଣୁ ସ୍ୱାମୀ ସ୍ତ୍ରୀର ଯଦି ଗୁରୁ, ସ୍ତ୍ରୀ ବି ସ୍ୱାମୀର ଗୁରୁ। ମାଲିକ ଭୃତ୍ୟର ଯଦି ଗୁରୁ, ଭୃତ୍ୟ ମାଲିକର ବି ଗୁରୁ। ପିତାମାତା ସନ୍ତାନର ଗୁରୁ, ସନ୍ତାନ ସନ୍ତତି ପିତାମାତାଙ୍କର ବି ଗୁରୁ। ଦ୍ୱାଦଶ ଶତାବ୍ଦୀରେ ପରମ ପୂଜ୍ୟ ଭାସ୍କରାଚାର୍ଯ୍ୟ ଜ୍ୟୋତିଷ ଶାସ୍ତ୍ରରେ ଅଦ୍ୱିତୀୟ ଥିଲେ। ସେ ମହାରାଷ୍ଟ୍ରର ଏକ କ୍ଷୁଦ୍ର ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଏକମାତ୍ର କନ୍ୟା ଥିଲେ ଲୀଳାବତୀ। ଭାସ୍କରାଚାର୍ଯ୍ୟ କନ୍ୟାର ଭାଗ୍ୟ ଗଣନା କରି ଦେଖିଲେ, ଝିଅ ତାଙ୍କର ବିବାହର ଅଳ୍ପ କାଳ ପରେ ବିଧବା ହେବ। ଏଣୁ ସେ ଚିନ୍ତା କଲେ, ଏପରି ଶୁଭ ମୁହୂର୍ତ୍ତ ଗଣନା କରି ଝିଅକୁ ବାହା ଦେବେ, ଅଶୁଭ ଲଗ୍ନ ହଟିଯିବ। ଏଣୁ ଏକ ଜଳଘଟିକା ଯନ୍ତ୍ର ତିଆରି କଲେ। ସେ କପାଳାକୃତି ଗୋଟିଏ ସୂକ୍ଷ୍ମ ଛିଦ୍ରଯୁକ୍ତ ପାତ୍ର ଜଳପୂର୍ଣ୍ଣ ଭାଣ୍ଡ ଉପରେ ରଖି ଗଣନା ଦ୍ୱାରା ସ୍ଥିର କରିନେଲେ, ଛିଦ୍ର ଭିତରେ ଜଳ ପଶି ପାତ୍ରଟି ଯେତେବେଳେ ବୁଡ଼ିଯିବ, ସେହି ସମୟରେ କନ୍ୟାର ପାଣି ଗ୍ରହଣ ହେବ। କିନ୍ତୁ ବିଧିର ବିଧାନ କେ କରିବ ଆନ। ଚପଳମତୀ ବାଳିକା ଲୀଳାବତୀ ଖେଳୁ ଖେଳୁ ପାତ୍ରଟିକୁ ଦେଖିଲେ। ତାଙ୍କ ମସ୍ତକରେ ମୁକୁଟ ଥିଲା। ସେହି ମୁକୁଟରୁ ଗୋଟିଏ ମୁକ୍ତା ଖସିଯାଇ ସେ ପାତ୍ର ଉପରେ ପଡ଼ିଲା ଏବଂ ପାତ୍ରର ସେହି ଛିଦ୍ରଟି ଉପରେ ରହିଯାଇ ଛିଦ୍ରଟିକୁ ବନ୍ଦ କରିଦେଲା। ଫଳରେ ଛିଦ୍ର ଦେଇ ଜଳ ଆଉ ଯାଇପାରିଲା ନାହିଁ। ପାତ୍ରଟି ମଧ୍ୟ ଜଳମଗ୍ନ ହେଲା ନାହିଁ। ନିର୍ଦ୍ଦିଷ୍ଟ ଲଗ୍ନ ବିତିଗଲା। କନ୍ୟାର ପାଣି ଗ୍ରହଣ କିନ୍ତୁ ହେଲା। ହେଲେ ଅଳ୍ପ ଦିନ ଭିତରେ ବିଧବା ହେଲେ ଲୀଳାବତୀ। କିନ୍ତୁ ପିତା ଭାସ୍କରାଚାର୍ଯ୍ୟ ଏଥିରେ ବ୍ୟଥିତ ହେଲେ ନାହିଁ, ଦୁଃଖିତ ହେଲେ ନାହିଁ। କନ୍ୟାକୁ ନିଜ ଘରେ ରଖି ଗଣିତ, ଜ୍ୟୋତିଷ ଶାସ୍ତ୍ର, ଜ୍ୟାମିତିର ଗଭୀର ତତ୍ତ୍ୱ ସବୁ ଶିଖେଇଲେ। ଲୀଳାବତୀ ମଧ୍ୟ ସେସବୁ ଅଧ୍ୟୟନ କରି ପିତାଙ୍କ ପରି ଜ୍ଞାନୀ ଏବଂ ଶାସ୍ତ୍ର ନିପୁଣ ହୋଇପାରିଲେ। ଝିଅକୁ ପିତା ସଂସ୍କୃତ କବିତା ଆକାରରେ ଯେପରି ଗଣିତ ସରଳ କରି ବୁଝାଉଥିଲେ, ତାରି ଉପରେ ପର୍ଯ୍ୟବସିତ ଲୀଳାବତୀ ସୂତ୍ର। ଏଠାରେ ଆମେ ଉଦାହରଣଟିଏ ଦେଇପାରିବା। ଭାସ୍କରାଚାର୍ଯ୍ୟ ଗଣିତର ପ୍ରଶ୍ନକୁ କବିତାରେ ଗାଆନ୍ତି। ଏକ ପଞ୍ଚମାଂଶ ମଧୁମକ୍ଷୀ ଉଡ଼ିଗଲେ ପଦ୍ମଫୁଲ ପାଖେ, ଏକ ତୃତୀୟାଂଶ ଗଲେ ଲାଖି ରମ୍ଭାବୃକ୍ଷ ପତ୍ରେ,
ଏ ଦୁହିଁଙ୍କ ମଧ୍ୟରେ ଯେତେ ବ୍ୟବଧାନ ତାହାର ତ୍ରିଗୁଣ ମାଛି ଉଡ଼ିଗଲେ ଆନବୃକ୍ଷେ ନକଲେ କ ଚିନ୍ତା ବାକି ଏକ ମଧୁମକ୍ଷୀ ଏକା ଏକା ମଲ୍ଲୀର ସୁଗନ୍ଧେ ହେଲା ବିମୋହିତା କେତେ ଥିଲେ ମଧୁମକ୍ଷୀ ସକଳ ସେ ବୃକ୍ଷେ କହ ମୋର ସୁତା। ଲୀଳାବତୀ ଉତ୍ତର ଦେଲେ 15ଟି ମହୁମାଛି। ପିତା ପୁତ୍ରୀକୁ ସ୍ନେହରେ ଆଲିଙ୍ଗନ କରନ୍ତି। ଅତୀତର ଦୁଃଖ ଭୁଲି ହେଇଯାଏ। ଗୁରୁ ଶିଷ୍ୟର ଅଧ୍ୟୟନ କିନ୍ତୁ ସରେ ନା।